ସବୁ ସେଇ ଜଗତର ନାଥଙ୍କ ମହାପ୍ରଭୁଙ୍କ ପାଇଁ ସବୁ ହେଉଛି। ତାଙ୍କ ବିନା ଅନୁମତିରେ ଗଛର ପତ୍ର ବି ହଲିବ ନାହିଁ। ମାନିଗଲିରେ ଜଗା, ତୁ ଦୁଃଖ ବି ଦଉଛୁ, କଷ୍ଟ ବି ଦଉଛୁ, ଯନ୍ତ୍ରଣା ଦଉଛୁ, ତା ସାଥିରେ ସୁଖ ବି ଦଉଛୁ। ତୋର ନୀଳାକୁ ବୁଝିବା ଭାରି କଷ୍ଟ। ଏଉଠୁ ପ୍ରଣାମ କରୁଛି, ହୃଦୟରୁ କରୁଛି, ସାଲ୍ୟୁଟ୍ କରୁଛି ଜଗନ୍ନାଥ ମହାପ୍ରଭୁକୁ। ଜୟ ଜଗନ୍ନାଥ ସାଙ୍ଗମାନେ, ଆଜିର ନୂଆ ବ୍ଲଗକୁ ଆପଣମାନଙ୍କୁ ସ୍ୱାଗତ କରୁଛି। ମୁଁ ମଳୟ କୁମାର ଜେନା। ଆପଣମାନେ କେମିତି ଅଛନ୍ତି? ଆଶା କରୁଛି ଆପଣମାନେ ଭଲ ଥିବେ, ମୁଁ ବି ଭଲରେ ଅଛି। ଆସନ୍ତୁ ଆଜିର ନୂଆ ବ୍ଲଗକୁ ସ୍ୱାଗତ କରୁଛି ଆପଣମାନଙ୍କୁ। ମୁଁ ମଳୟ କୁମାର ଜେନା, ମାଇ ଲାଇଫଷ୍ଟାଇଲ। ଆସନ୍ତୁ ଆଜିର ନୂଆ ବ୍ଲଗଟି ଷ୍ଟାର୍ଟ କରିବା। ଜୟ ଜଗନ୍ନାଥ। ମାନିଗଲିରେ ଜଗା, ତୁ ଦୁଃଖ ବି ଦଉଛୁ, କଷ୍ଟ ବି ଦଉଛୁ, ଯନ୍ତ୍ରଣା ଦଉଛୁ, ତା ସାଥିରେ ସୁଖ ବି ଦଉଛୁ। ତୋର ନୀଳାକୁ ବୁଝିବା ଭାରି କଷ୍ଟ। ଏଉଠୁ ପ୍ରଣାମ କରୁଛି, ହୃଦୟରୁ କରୁଛି, ସାଲ୍ୟୁଟ୍ କରୁଛି ଜଗନ୍ନାଥ ମହାପ୍ରଭୁକୁ। କେତେ କଷ୍ଟ ଯନ୍ତ୍ରଣା ଦବା ସତ୍ତ୍ୱେ ମୋର ସ୍ୱପ୍ନର ଘର ପୂରଣ କଲୁ। 2025 ମସିହା ଜୁନ୍ ମାସ 27 ତାରିଖରେ ମୁଁ ଯେତେବେଳେ ହରାସ ହେଇଯାଇଥିଲି, ମହାପ୍ରଭୁକୁ ହାତ ଟେକି ଦେଇଥିଲି, ଯଦି ସତରେ ମହାପ୍ରଭୁ ତମେ ଥିବ, ତମ ରଥଯାତ୍ରା ଦିନ, ତମ ଶ୍ରୀ ଗୁଣ୍ଡିଚା ଦିନ ତମେ ନନ୍ଦିଘୋଷରେ ତମ ମାଉସୀ ମା ଘରକୁ ଯିବ, ଆଉ ମୁଁ ବାପା ଆମ ପରିବାର ନୂଆ ଘରେ ଗୃହ ପ୍ରବେଶ କରିବୁ। ଯାହା ହଉ ଭଗବାନ ମୋ ଡାକ ଶୁଣିଲେ, ସେ ବି ପୂର୍ଣ୍ଣ ହେଲା। କିଏ କହିଲା ଜଗନ୍ନାଥ ନାହାନ୍ତି, କିଏ କହିଲା ଭଗବାନ ଡାକ ଶୁଣୁନାହାନ୍ତି, ଆଉ କିଏ କହୁଛି ଭଗବାନ ମୋତେ ଖାଲି ଦୁଃଖ ଦେଉଛି। ତାର ଜ୍ୱଳନ୍ତ ଉଦାହରଣ ହେଉଛି ମୁଁ। ଭଗବାନ ଅଛନ୍ତି, ଜଗନ୍ନାଥ ଅଛି, ସିଏ ତୋର ଡାକ ଶୁଣୁଛନ୍ତି, ଆଉ ଆଶୀର୍ବାଦ ବି କରୁଛନ୍ତି, ଫଳ ବି ଦେଉଛନ୍ତି। କହିବାର ତାତ୍ପର୍ଯ୍ୟ ହେଉଛି ବନ୍ଧୁ, ମୋର ନିଜେ ଗୋଟେ ଜ୍ୱଳନ୍ତ ଉଦାହରଣ। ମୋର ବି 2019ରୁ ନେଇ ଘର ଷ୍ଟାର୍ଟ କରିଥିଲି। ଦୁନିଆ ଲଫଡ଼ା ହେଲା, ମା ମରିଗଲା, ଲକଡାଉନ୍ ହେଲା, ବାପାଙ୍କ ଦେହ ଖରାପ ହେଲା, ଜାଗା ବାଡ଼ିର ଲଫଡ଼ା, କେସ୍ ବାସ୍ ଦୁନିଆ ହେଲା। ତା ସତ୍ତ୍ୱେ 2025 ଜୁନ୍ ମାସ 27 ତାରିଖରେ ମୋର ଘର ପ୍ରତିଷ୍ଠା ହେଇଛି, ରଥଯାତ୍ରା ଦିନ। ଆଉ ଏ ବର୍ଷ ହଁ ନାରେ କିଣିବୁ ନା, ଯାହା ହଉ ତତ୍କାଳରେ ମୋ ସାନ ଭାଇ ଗଲା। ଏ ବର୍ଷ 2026 ଜୁଲାଇ 15 ତାରିଖ ଦିନ ମୋର ନୂଆ ଗାଡ଼ି ଆଇଲା, ସ୍ୱପ୍ନର ଗାଡ଼ି। ଆମ ତିନି ଭାଇଙ୍କର ସ୍ୱପ୍ନ ପୁରା ହେଲା ସେ ଜଗନ୍ନାଥ ମହାପ୍ରଭୁଙ୍କ ଆଶୀର୍ବାଦରୁ। ଠିକ୍ ଶ୍ରୀଗୁଣ୍ଡିଚା ଦିନ, ରଥଯାତ୍ରା ଦିନ ଆମ ନୂତନ ଗାଡ଼ି, ଆମ ସ୍ୱପ୍ନର ଗାଡ଼ି ପୂଜା ହେଲା। ଯାହା ହଉ ଜଗନ୍ନାଥ ମହାପ୍ରଭୁ କୃପା କଲେ ବୋଲି ସେଟା ହେଲା। ଯଦି ଆପଣମାନେ ଭକ୍ତି ଭାବରେ ଭଗବାନଙ୍କୁ ଡାକିବେ, ନିଷ୍ଠାର ସହିତ ଡାକିବେ, ଆଉ ସେଇଭଳିଆ ପରିଶ୍ରମ କରିବେ, ରୋଜଗାର କରିବେ, ଦିନ ନା ଦିନେ ତମର ଡ୍ରିମ୍ ଯେଉଁ ସ୍ୱପ୍ନ ଅଛି ସେ ସକ୍ସେସଫୁଲ ହବ। ବୁଝିପାରିଲେ? ଭଗବାନ ସବୁବେଳେ ଅଛି, ଭକ୍ତଙ୍କ ସାଥିରେ ଅଛି। ସେ ଭକ୍ତିର ଭାବର ଠାକୁର, ସେ ଜଗନ୍ନାଥ ମହାପ୍ରଭୁ। ସେ କେବେ କାହାକୁ ନିରାଶ କରିନାହାନ୍ତି କି କରିବେ ନାହିଁ। ଯଦି ଭିଡ଼ିଓଟି ଭଲ ଲାଗେ, ଲାଇକ୍, କମେଣ୍ଟ ଆଉ ସେୟାର କରିବେ। ଆଶା କରୁଛି ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଥିବ। ଯଦି ଆପଣମାନେ ମୋ ୟୁଟ୍ୟୁବରେ ନୂଆ, ତାହେଲେ ଗୋଟେ ସବସ୍କ୍ରାଇବ୍ କରିବେ, ଲାଇକ୍ କମେଣ୍ଟ କରନ୍ତୁ। ଆଉ ଯଦି ନେକ୍ସଟ ଟାଇମ୍ ଭିଡ଼ିଓ ଦେଖିବାକୁ ଚାହୁଁଛନ୍ତି, ମୋ ବ୍ଲଗ୍ଟି ଆପଣମାନଙ୍କୁ ପସନ୍ଦ ଲାଗେ, ତାହେଲେ କମେଣ୍ଟରେ କହିବେ, ନେକ୍ସଟ ଭିଡ଼ିଓ ମୁଁ ଆଣିବି। ଜୟ ଜଗନ୍ନାଥ।